ରଙ୍ଗର ପର୍ବ ହୋଲି ଦୋଳ ପୂର୍ଣ୍ଣମୀ। ଏହି ଅବସରରେ ସମ୍ବଲପୁରର ନବୀନ ତରୁଣ ଓ ପ୍ରବୀଣ ଚିତ୍ରଶିଳ୍ପୀଗଣ ଅଭିନବ ଶୈଳୀରେ ସ୍ନେହ ସଦିଚ୍ଛା ଭ୍ରାତୃତ୍ୱ ଓ ପରମ୍ପରାର ବାର୍ତ୍ତା ଦେଇଥିଲେ। ଯୁବ ଚିତ୍ରଶିଳ୍ପୀ କୁଲଦୀପ ବର୍ମାଙ୍କ ନେତୃତ୍ୱରେ ଚିତ୍ରଶିଳ୍ପୀଗଣ ସାକ୍ଷୀପଡ଼ା ମଦନ ଗୋପାଳ ମନ୍ଦିରଠାରେ ଏକତ୍ରିତ ହୋଇ ମିଳିତ ଭାବରେ ଏକ କାନଭାସରେ ଏକ ଚିତ୍ରପଟର ରୂପ ଦେଇଥିଲେ। ଶେଷରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଏକ ସୁନ୍ଦର ଚିତ୍ରପଟ କାନଭାସରୁ ପ୍ରତିଫଳିତ ହୋଇଥିଲା। ଏଥିରେ ଚିତ୍ରଶିଳ୍ପୀ ଆକାଂକ୍ଷା ପୂଜାରୀ, ପ୍ରଜ୍ଞା ପରିମିତା ପୂଜାରୀ, ଜିତେନ୍ଦ୍ରିୟ ବେହେରା, ଦୀପାଳି ସେଠ, ଅଞ୍ଜନ ରାୟ, ଲୋକନାଥ ସାହାଣୀ, କମଳିନୀ ମହାଲିଂ, ଆୟୁଷ୍ମାନ ଦାସ, ନିତୁ ଶର୍ମା ଓ ବର୍ଷା ମହାକୁର ସାମିଲ ହୋଇଥିଲେ। राष्ट्र सर्वोपरि, राष्ट्र प्रथम सदा सर्वदा।